ଆଜ୍ଞା ଆପଣ ପରିଚୟଟା ଦେବେ। ମୁଁ ମାନସ କୁମାର ଦାସ ଖଇରା ବ୍ଲକ 5 ନଂ ଜୋନ୍ର ଜିଲ୍ଲା ପରିଷଦ। ସାମ୍ବାଦିକ ସମ୍ମିଳନୀ ଡାକିଛନ୍ତି କ'ଣ କାରଣ? ଆଜି ଆମେ ସମସ୍ତେ ମୋ ସହିତ ପାଖାପାଖି ଖଇରା ବ୍ଲକର 10 ରୁ 12 ସରପଞ୍ଚ ଏବଂ 10 ରୁ 12 ସମିତି ସଭ୍ୟ, ଖଇରା ବ୍ଲକର ଛାତ୍ର ସଭାପତି, ସେବା ସମବାୟର ସଭାପତି ଏବଂ ପଞ୍ଚାୟତ ସଭାପତି ପାଖାପାଖି ସମସ୍ତେ ଆଜି ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଆମେ ଆଜି ଇସ୍ତଫା ଦେଲୁ। କୋଉ କାରଣ ପାଇଁ ଆଜି ସଦସ୍ୟ ଏଠି ବିଜୁ ଜନତା ଦଳ ଦିନକୁ ଦିନ ଖଇରା ଶିମୁଳିଆରେ ଭୁଷୁଡ଼ିବାକୁ ଲାଗିଛି ଏବଂ ଯେଉଁ କର୍ମକର୍ତ୍ତାମାନେ ଥିଲେ, ଯେଉଁ ନେତୃବୃନ୍ଦମାନେ ପଞ୍ଚାୟତରେ ଲଢ଼ି ବିଜୁ ଜନତା ଦଳକୁ ଆଗକୁ ନେଇଥିଲେ, ସେମାନେ ଏକ ନେତୃତ୍ୱହୀନ ସରକାର ନେତୃତ୍ୱହୀନ କୌଣସି ଜଣେ ନେତୃତ୍ୱ ନ ପାଇବାରୁ, ସ୍ଥିର ନେତୃତ୍ୱ ନ ପାଇବାରୁ, ଦଳର ନିଷ୍ପତ୍ତି ଠିକ୍ ନ ନେବାରୁ ସମସ୍ତେ ଆଜି ନେତୃତ୍ୱ ହରାଇଥିବାରୁ ଏବଂ ଲୋକମାନଙ୍କର କାର୍ଯ୍ୟକ୍ରମ ସେମାନେ ଠିକ୍ଠାକ୍ କରି ନ ପାରୁଥିବାରୁ ସେମାନେ ଆଜି ବିଜୁ ଜନତା ଦଳ ଛାଡ଼ି ଏଠି ଆଜି ନିଷ୍ପତ୍ତି ନେଇଛନ୍ତି। ମଧ୍ୟ ଇଏ ଖଇରା ଶିମୁଳିଆରେ ଯିଏ ବିଜେପିର ଯିଏ ବିନ୍ଧାଣୀ, ଯିଏ କର୍ମବୀର ପଦ୍ମଲୋଚନ ପଣ୍ଡା ଯିଏ ବିଧାୟକ ଅଛନ୍ତି, ତାଙ୍କ ନେତୃତ୍ୱରେ ଏବଂ ଆମର ଯିଏ ଏମ୍ପି ଅଛନ୍ତି ଅଭିମନ୍ୟୁ ଭାଇଙ୍କ ନେତୃତ୍ୱରେ ସେ ବିଜେପିରେ ସାମିଲ ହେବେ ବୋଲି ସମସ୍ତେ ମନସ୍ଥିର କରିଛନ୍ତି। ଆମର ସେଇଟା ପାଖାପାଖି ଡେଟ୍ ବୋଧେ ଆମେ ଆସନ୍ତା ବୁଧବାର ଦିନ ମିଶ୍ରଣ ପ୍ରକ୍ରିୟା ହେବ। ଏଠି ସେ ମିଶ୍ରଣ ପ୍ରକ୍ରିୟାରେ ହଜାର ହଜାର ସଂଖ୍ୟାରେ ୱାର୍ଡ ସଭ୍ୟଠୁ ଆରମ୍ଭ କରି ସାଧାରଣ କର୍ମକର୍ତ୍ତା ଆପଣମାନେ ଦେଖିବେ ହଜାର ହଜାର ସଂଖ୍ୟାରେ ପଦ୍ମଲୋଚନ ପଣ୍ଡାଙ୍କ ନେତୃତ୍ୱରେ ଏଠି ସାମିଲ ହେବେ।